ହ୍ୟାଲୋ ଗାଇସ୍ ମର୍ଣ୍ଣିଂ। ଏବେ ତ ମୁଁ ମାନେ ହେଇଗଲାଣି 2ଟା ପାଖାପାଖି ମର୍ଣ୍ଣିଂ ନାହିଁ ହେଲା, ହେଲେ ବି ଆପଣମାନଙ୍କୁ କହୁଛି କାହିଁକିନା ଏବେ ଉଠିଲା ବେଳକୁ ଯାଇଥିଲୁ ଭୁବନେଶ୍ୱର, ତ ସେଥିପାଇଁ ଦୋକାନ ଖୋଲି ଖୋଲି ମାନେ ଏମିତି ଚାଲି ଲେଟ୍ ହେଇଗଲା। ତ ଆଜି ସକାଳୁ ଗୋଡ଼ ଫୋଡ଼ ବିନ୍ଧିଲା, ମାନେ ପୀଡ଼ା ହେଲା ଯେ ଉଠି ପାରିଲିନି। ବର୍ତ୍ତମାନ ଯାଉଛି ମାଇନିସ୍ କାମ ଥିଲା, ବହୁତ ଦିନ ହେଲାଣି ତ ମାଇନିସ୍ ପକୁଡ଼ି। ତ ଆଜି ଯାଉଛି ମାଇନିସ୍ ଯାଉଛି। ଭଣଜା ବସିଛନ୍ତି ପଛରେ, ସେମାନେ ବ୍ଲଗ୍ ବନାଉଛନ୍ତି। ମୁଁ କହୁଛି ଭଣଜା ତମେ ବ୍ଲଗ୍ ବନାଅ, ମୁଁ ଚଲାଉଛି ଗାଡ଼ି, କାହିଁକିନା ତରବର ହେଲେଣି ନା, ସେଥିପାଇଁ ମୁଁ କହିଲି ମୁଁ କରିପାରିବିନି ଗାଡ଼ି ଚଲାଉଥିଲି। ତ ବର୍ତ୍ତମାନ ଭଣଜା ବନାଉଛନ୍ତି, ମୁଁ ବାଇକ୍ ଚଲେଇକି ଯାଉଛି। ଏଇଟା ମାଇନିସ୍ ରୋଡ଼ରେ ଆମର ପହଞ୍ଚାଇଛି। ଦେଖ ମୋ କେଡ଼େ କେଡ଼େ ପାହାଡ଼, ଏରା ଯେଉଁ କୋଇଲା ଫୁଇଲାରା ଢାଳିଛନ୍ତି, କାହିଁକିନା ଏଇଟା ମାଇନିସ୍ ସରିଲା ପରେ ପୁଣି ଏପଟେ ଢାଳି ପୁଣି ଫୁଲ୍ କରିବେ ନା, ଆଉ ସେମିତି ଛାଡ଼ିଦେବେ। ସେଥିପାଇଁ ଆପଣମାନଙ୍କ ଜାଣିଥିବେ କ'ଣ କହିବେ। ଏଇଟା ଦେଖ ଏଇଠି ଗାଡ଼ି ଲାଇନ୍ ଅଫ୍ ହେଉଛି, ମାନେ କୋଇଲା ଫୁଇଲା ମାନେ ଲୁଡ଼ ହେବା ପାଇଁ ଟ୍ରକ୍ ଫ୍ରକ୍। ତ ବର୍ତ୍ତମାନ ଆମେ ଏଠିକି ଆସିଲୁ ଭାରି, ମାନେ ମେନ୍ ଯେଉଁ ପଟେ ଯିବା କଥା ଆମେ ଏପଟେ ଯାଉଛୁ। ଆସୁଛୁ ଧୀରେ ଧୀରେ ଡଷ୍ଟରେ ବି ଏମିତିରେ ମାନେ ଜଣାପଡ଼ୁନି, ସେଥିପାଇଁ ବର୍ତ୍ତମାନ ଆସିଲୁ। ଗାଡ଼ି ଆବାଜଟା ହେଉଛି ଗାଇସ୍, ରାଗିବନି କାହିଁକିନା ମୋ ପାଖରେ ବ୍ଲୁଟୁଥ୍ଟା ନାହିଁ, ଘରେ ଛାଡ଼ି ଆସିଛି। ବର୍ତ୍ତମାନ ମାମୁଁ ଘରେ ଅଛି। ତ ବର୍ତ୍ତମାନ ଦେଖ ଆମେ ଏପଟେ ପହଞ୍ଚି ଆସିଲୁ, ଚାଲିଛି ଏପଟେ ଭଲ୍ଭୋ ହାଇୱେ ଆଡ଼ୁ ନେଇକି ବର୍ତ୍ତମାନ ମାଇନିସ୍ ଭିତରକୁ ଆମେ ଏଣ୍ଟ୍ରି କରିପାରିଲୁ। କାହିଁକିନା ଭଣଜା ଆସିଛନ୍ତି ଆଜି, ଭଲସେ ପୁରା ବ୍ଲଗ୍ ବନାଉଛନ୍ତି। ମୁଁ ଆସିଲେ ଏକୁଟିଆ କରିପାରିନି ନା, ବାଇକ୍ ଫାଇକ୍ ଚଲାଉଛି ମାଇନିସ୍ରେ। ସତ କଥା ସ୍ଲିପ୍ ଖାଇବ, ମାନେ କେତେ କ'ଣ ଗାଡ଼ି ଫାଡ଼ି ଚାଲୁଛି, ଟିକେ ଅଣଦେଖା ହେଇଗଲା କାମ ଖତମ। ସେଥିପାଇଁ ଦେଖିପାରିନି। ତ ବର୍ତ୍ତମାନ ଦେଖ ଅଫିସ୍ ପାଖକୁ ଆମେ ଏଣ୍ଟ୍ରି କଲୁ। ବର୍ତ୍ତମାନ ଏଇଠି ଅଫିସ୍, ଏଇଠି ମୋର କାମ ଟିକେ ଅଛି। ତ ବର୍ତ୍ତମାନ କାମ ଫାମ ସାରିକି ବର୍ତ୍ତମାନ ବାହାରି ପଡ଼ିଲୁ ଘରକୁ। ଆପଣମାନେ ସେଠି ତ ଦେଖେଇ ପାରିଲିନି, ଭଣଜା ବି ଦେଖେଇ ଦେଇଥାନ୍ତେ ଯେ, ହେଲେ ମୁଁ ଫୋନ୍ଟା ଧରିକି ଯାଇଥିଲି ନା, ସେଥିପାଇଁ ଅଫିସ୍ ଭିତରକୁ। ସେଥିପାଇଁ ଫୋନ୍ ଧରିକି ଆସିଲା ବେଳକୁ ଏଇଠୁ ବାହାରିକୁ ମନେ ପଡ଼ିଲା। ସେଥିପାଇଁ ତ ବର୍ତ୍ତମାନ କଲୁ, ଏଇଠି ବ୍ଲଗ୍ କରୁଛୁ। ତ ବର୍ତ୍ତମାନ ବାହାରି ପଡ଼ିଲୁ ଘରକୁ ଡେରା ଟିକେ ଯାଉଛି। ଏପଟେ ଦେଖ ଆପଣମାନଙ୍କୁ ତ ଦେଖାଉଛି, ହେଲେ ବି ଆପଣମାନେ ଦେଖିଦିଅ। ଏଇଟା ହେଉଛି ଆମର ଗଲାବେଳକୁ, ମାନେ ଫେରିଲା ବେଳକୁ ଭିୟୁଟା ଚେକ୍ କର। ଏପଟେ ମେନ୍ ରୋଡ଼୍ଟା ବି, ମାନେ ମାଇନିସ୍ ଭିତରେ ରୋଡ଼୍ଟା ଅଛି ନା, ନହେଲେ ଏପଟେ ଯିବା ପାଇଁ ଡେରା ଫେରାକୁ ଅସୁବିଧା ହେବ। କାହିଁକିନା ଯେଉଁ ଫୁଟ ନେଇଛି ମାଇନିସ୍ ରାସ୍ତା କାଟି ନୂଆ ବନଉଛି, ଥରେ ବି ବଣା ବି, ମାନେ ମୁଁ ଫାର୍ଷ୍ଟ ଟାଇମ୍ ଯେତେବେଳେ ଆସିଲି ଏପଟେ ଆସିନଥିଲି ନା, ଆମର ଏଠି ଟ୍ରାକ୍ଟର ଚାଲିଥିଲା, ମାନେ ଇଟା କଳ ମାନେ ଲୋଡ଼୍ କରିକି ନେଉଥିଲୁ। ତ ଆଉ ଗୋଟେ ଯାକୁ ସେଥିପାଇଁ ଏପଟେ ଆସିଥିଲି, ଏପଟେ ଇଟା ନିଆଯାଇଥିଲା କି ନାହିଁ ଏପଟେ ଦେଖିଥିଲି। ସେଥିପାଇଁ ମୁଁ ବି ଧୀରେ ଧୀରେ ଜାଣିଥିଲି। ଏଇଟା ଦେଖ ଲାଇନ୍ ଅପ୍, ତ ଏଇଠି ଠିଆ ହେଇଛି ଗାଡ଼ି, ଟ୍ରକ୍ ଆପଣମାନେ ଭିୟୁଟା ଚେକ୍ କର। ଆପଣମାନଙ୍କୁ ଆଉ ମୁଁ କ'ଣ କହିବି। ଯାଉଛୁ ଗୋଟେ ମାମୁଁ ଭଣଜା, ମୁଁ ଚଲାଉଛି। ଭଣଜା କହିଲି ତୁମେ ଖାଲି ବ୍ଲଗ୍ ବନ, ମୁଁ ମୋର ଚଲାଉଛି। ମୁଁ ଚଲାଇଲା ବେଳେ ବ୍ଲଗ୍ଟା ଠିକ୍ସେ ବନେଇ ହେବ ନା, ସେଥିପାଇଁ। ଏଇଟା ଦେଖ ଏ ଆଗରେ ଯେଉଁ ଦେଖାଯାଉଛି, ମାନେ ଏଠି ବି ଗାଡ଼ି ଫାଡ଼ି ପାଲ ଭିଡ଼ା ଭିଡ଼ି ଚାଲିଛି। ଏପଟେ କାମ ଚାଲିଛି, ଗଛ ଫଛ ଲଗା ଚାଲିଛି। ଆଉ ଗ୍ରିଲ୍ ଫିଲ୍ ଦିଆଯାଉଛି ମାଇନିସ୍ ଭିତରକୁ। ଆକ୍ସିଡେଣ୍ଟ ଫାକ୍ସିଡେଣ୍ଟ ମାନେ କ'ଣ ଗାଈ ଫାଇ ତ ଏମିତିରେ ପଶୁଛନ୍ତି, ମାନେ ଗ୍ରିଲ୍ ଫିଲ୍ ଲଗାଯାଉଛି। ରାସ୍ତା ସାଇଡ଼୍ରୁ କେହି ଓହ୍ଲେଇବନି ବାଇକ୍ ଫାଇକ୍ କାର୍ ଫାର୍ ବୋଲି, କାହିଁକିନା କହିଲେ ହେଲା ତଳଟା ଫମ୍ପାଟା, ମାନେ ଏମିତିରେ ମାଟିଟା ଦବି ଦୁବା ଯିବ। ସେଥିପାଇଁ ବର୍ତ୍ତମାନ ସେଠୁ ବାହାରି ପଡ଼ିଲୁ। ଆପଣମାନେ ତ ଭିୟୁଟା ଚେକ୍ କରୁଛନ୍ତି, ଆପଣମାନେ ଦେଖ। ଯାଉଛୁ ଗୋଟେ ମୁଁ ଚଲାଉଛି, ଭଣଜା ବସିଛନ୍ତି। ଆପଣମାନଙ୍କୁ 22 ଥର କହୁଛି, ହେଲେ ବି ଶୁଣ ହେଲା। ତ ଯାଉଛି ଏମିତି ଆଉ। ତ ସେଠୁ ଆମେ ଆସିଲା ବେଳେ, ମାନେ ଗଲାବେଳେ ତରବର ହେଇକି ଯାଇଥିଲୁ ସ୍ପିଡ଼୍ରେ, କିନ୍ତୁ କାମ ସାରିଦେଲା ପରେ ଟିକେ ଶାନ୍ତି ଲାଗିଲା। ଆସିଲା ବେଳେ ପୁରା ମାନେ ଶାନ୍ତିରେ, ହେଲେ କାମ ସରିନି ପ୍ରପର୍। ହେଲେ ବି ମାନେ ଶନିବାର ଯିବି, ଶନିବାର କାମ ଅଛି, ସେଥିପାଇଁ। ତ ଏଇଟା ମାନେ ଡେରା ଆଡ଼େ ଯିବା ପାଇଁ ରୋଡ଼। ବର୍ଷା ଟିକେ ହେଇଗଲା, ଆମେ ମାଇନିସ୍ରେ ଥିଲୁ ଭାଇ, କୁହନି ଯେଉଁ ବର୍ଷା ଚାଲିଲା। ଆଉ ରୋଡ଼ ଫୋଡ଼ ପୁରା ଓଦା ହେଇଯାଇଛି ବୋଲି ଡଷ୍ଟ ଉଡ଼ୁନି, ନହେଲେ ଡଷ୍ଟ ଆମ ତାଳଚେରରେ ମାନେ ଏମିତି ଡଷ୍ଟ କ'ଣ କହିବି ଆପଣମାନଙ୍କୁ। ଏଇଟା ହେଉଛି ଆମର ଯେଉଁ ଡେରାର ହନୁମାନ ମନ୍ଦିର, ପ୍ରଭୁ ଜୟ ଶ୍ରୀରାମ, ଜୟ ହନୁମାନ ପ୍ରଭୁ। ଏଇଟା ଏପଟେ ହେଉଛି ବାଟଟା। ତ ବର୍ତ୍ତମାନ ଯାଉଛୁ ଗୋଟେ ଭଣଜା ତ ଭିଡ଼ିଓ ଭାଇ, ଛୁଆଟି ଯେଉଁ ସେ ହେଲେଣ୍ଟାକୁ ଦେଖିକି ଅନଉଛି ଖୁସିଟା, ଆଉ ମୁଁ ଟିକେ ବି ଅନେଇଦେଲି। ଏଇଟା ବି ରାସ୍ତା। ତ ବର୍ତ୍ତମାନ ଗାଈ ସେଠିକି ଯାଇକି ଆମେ ବର୍ତ୍ତମାନ ପୁତୁଲୁ, ମାନେ ସନ୍ଧ୍ୟା ହେଇଗଲା, ପୁତୁଲୁ କହିଲା ମୋମୋସ୍ ଖାଇବା। ତ ଭାଇ କହିଲେ ହଉ ଚାଲେ। ଭାଇ କାନ୍ଦିଲା, ତାକୁ ନେଉନି ନା, ସେତେ ଦିନଠୁ ଯୁଆଡ଼େ ଯାଉଛି। ତ ବର୍ତ୍ତମାନ ମୋମୋସ୍ ଖାଇକି ବର୍ତ୍ତମାନ ଘରକୁ ପହଞ୍ଚିଗଲି।
ତ ବର୍ତ୍ତମାନ ଗାଇସ୍ ବ୍ଲଗ୍ଟା ବି ଲମ୍ବା ହେଇଗଲା। ଇଏ ଦେଖ ଡେଉଁଜି କହିଲା ମୋତେ ବ୍ଲଗ୍ରେ ଟିକେ ଆଣ। ତ ପୁଣି ଦେଖା ହେବ ନ୍ୟୁ ବ୍ଲଗ୍ରେ ଗାଇସ୍। ରହୁଛି ସମସ୍ତେ ଭଲ। ଜୟ ଶ୍ରୀରାମ।